ମୁଁ ସ୍ୱର୍ଗସ୍ଥ ବିଷୟରେ କଣ କହିବି ପାଣି ଅଛି ଏଇ ପଛପଟେ ଅଛି। କିନ୍ତୁ ପାଳକ ମହାଶୟ ମୋ ନିଜ ଫେନେଇ ଥିଲେ। ଆଉ ମୁଁ ତାଙ୍କୁ କେବେ ପାଳକ ବୋଲି କହି ନାହିଁ, ସବୁବେଳେ ମୁଁ ଫେନେଇ ବୋଲି ଡାକିଥିଲି। ଆଉ ସେ ମତେ ଗମାତ୍ରେ କହୁଥିଲେ ଜଗତ ଜନନୀ, ଏଇ ନାମରେ ହିଁ ସେ ମତେ କହୁଥିଲେ ଜଗତ ଜନନୀ କେମିତି ଅଛ? ଫେନେଇ ମୁଁ ଭଲ ଅଛି। ଆମ ମୁଖରେ ଯାହା ସିନା କହୁଥିଲେ ସେ ହସି ହସି ମୋ ସହିତ ସମୟ ନାହିଁ। ଏହିପରି ଭାବରେ ଆଜି ମୁଁ ବାଳକଙ୍କ ବିଷୟରେ ତ ଅନେକ କହିସାରିଛନ୍ତି, ମୁଁ କିଛି କହିପାରିବି ନାହିଁ। କିନ୍ତୁ ଗୋଟିଏ କଥା ପରିବାରକୁ, ମୋ ପରିବାର, ମୋ ପୁଅ, ମୋ ଝିଅ ମାନେ, ମୋ ନାତି ନାତୁଣୀ ମାନଙ୍କୁ ଆଜି ବାଳକ ମହାଶୟ ଛାଡ଼ିକି ଯାଇଛନ୍ତି। ଆଉ ବାଳକଙ୍କର ଗୁଣ ଗୋଟେ ଥିଲା, ଯେତେ ପରିସ୍ଥିତି ଯେତେ ପ୍ରତିକୂଳ ଆସୁ ଆତ୍ମାରେ ଶକ୍ତିଶାଳୀ ଥିଲେ, ପରାକ୍ରମୀ ଥିଲେ। କୌଣସି ପ୍ରତିକୂଳ ଶକ୍ତିକୁ ସେ ଭୟ କରୁନଥିଲେ। ତାଙ୍କର ଏଇ ଗୁଣ, ଏଇ ଶକ୍ତିକୁ ଆଉ ଶୈତାନର ସମସ୍ତ କାର୍ଯ୍ୟ ପରାସ୍ତ କରୁଥିଲେ। ଏଥିପାଇଁ ପ୍ରଭୁ ତାଙ୍କୁ ବଳବାନ କରି ରଖିଥିଲେ। ବାକ୍ୟରେ, ପ୍ରାର୍ଥନାରେ ଏବଂ ପରିବାର ଗଠନରେ ମଧ୍ୟ ସେ ବଳବାନ କରି ତାଙ୍କୁ ରଖିଥିଲେ। ଆଜି ମୁଁ ଯେମିତି କହିବାକୁ ଯାଏ, ତାଙ୍କ ଗାଡ଼ିରେ, ତାଙ୍କ ଆସନରେ ତାଙ୍କ ପୁଅକୁ ନେଇ ରଖି ସେ ଯାଇଛନ୍ତି। ଆଉ ସେଇ ମୋ ପୁଅ ବାଳକଙ୍କୁ ମୁଁ ଏତିକି କହିବାକୁ ଚାହେଁ, ବାପା ଯେ ପ୍ରକାର ଭାବରେ ମଣ୍ଡଳୀକୁ ପରିଚାଳନା କରି ନେଉଥିଲା, ମଣ୍ଡଳୀର ସମ୍ମାନକୁ ରଖି ଯାଉଥିଲା, ଆଉ ସେ ବାପାଙ୍କର ଜ୍ଞାନକୁ, ବୁଦ୍ଧିକୁ ଏବଂ ତାଙ୍କ ଶକ୍ତିକୁ ମୋ ବାଳକ, ମୋ ପୁଅ ସେ ସବୁବେଳେ ସ୍ମରଣ କରୁଥିବାକୁ ହବ। ଆଉ ମଣ୍ଡଳୀ ଯେପରି ସୁରକ୍ଷିତ ହବ, ପ୍ରାର୍ଥନାରେ ସର୍ବଦା ଜାଗି ରହୁଥିବାକୁ ହବ। ଏହା ମୋ ପୁଅ ପାଇଁ ମୁଁ ପରାମର୍ଶ କରେ। ଆଉ ବିଶେଷ କରି ମୋର ବଶିଷ୍ଠ ପୁଅମାନେ ଅଛନ୍ତି, ବୋହୂମାନେ ଅଛନ୍ତି, ଝିଅମାନେ ଅଛନ୍ତି, ନାତି ନାତୁଣୀ ମାନେ ଅଛନ୍ତି, ସେମାନଙ୍କୁ ମୁଁ ଏ ପରାମର୍ଶ ଦିଏ, ଯେମିତିକି ବାପା ଥିବା ସମୟରେ ପରିବାରରେ କୌଣସି ବିଶୃଙ୍ଖଳା ନ ଦେଖା ଯାଉନଥିଲା। ଆଉ ପରିବାର ଗୋଟେ ଈଶ୍ୱରୀୟ ପରିବାର, ଈଶ୍ୱରଙ୍କର ଆଶ୍ରିତ ପରିବାର ଭାବରେ ପରିଚାଳିତ ହେଉଥିଲେ। ବର୍ତ୍ତମାନ ବାପା ଚାଲିଗଲେ, ପୁଅ ଅଛନ୍ତି, ସେ ହେଲା ଆପଣମାନଙ୍କର ପାଳକ, ଆଉ ଆପଣମାନଙ୍କର ଭାଇ, ଆପଣମାନଙ୍କର ବାପା ହିସାବରେ ଅଛନ୍ତି। ଆଉ ତାଙ୍କ କଥାରେ ସମସ୍ତେ ଶାନ୍ତି ରକ୍ଷା କରି, ଆଉ ବୁଦ୍ଧି ବିଶିଷ୍ଟ ମନ ନେଇ ପରିବାରରେ ଐକ୍ୟତା ରକ୍ଷା କରି ଚଳିବା ପାଇଁ ସମସ୍ତେ ଏକମତ ହୁଅନ୍ତୁ। ଆଉ ବାଳକଙ୍କ ପାଇଁ ସବୁବେଳେ ପ୍ରାର୍ଥନା କରନ୍ତୁ। ମଣ୍ଡଳୀକୁ ନେଇ ଅନୁରୋଧ କରେ, ଆଜି ଅବସର ହେଇଗଲେ ମଧ୍ୟ ମଣ୍ଡଳୀକୁ ଯେ ପ୍ରକାର ଭାବରେ ସେ ପରିଚାଳନା କରି ଆଜି ପର୍ଯ୍ୟନ୍ତ ଆସୁଥିଲେ, ମଣ୍ଡଳୀ ମଧ୍ୟ ଅବସର ବାଳକ ବୋଲି ମଣ୍ଡଳୀ ତାଙ୍କୁ ଦୂର କରିନାହାନ୍ତି, କିନ୍ତୁ ତାଙ୍କୁ ବାଳକ ହିସାବରେ ବ୍ୟବହାର କରୁଥିଲେ। ସେଥିପାଇଁ ମୁଁ ମଣ୍ଡଳୀକୁ ଧନ୍ୟବାଦ ଦିଏ ଏବଂ ବିଶେଷ କରି ବର୍ତ୍ତମାନ ବାଳକଙ୍କୁ ମଣ୍ଡଳୀ ସର୍ବୋପରି ତାଙ୍କ ପଛରେ ରହିବେ ଏବଂ ବାଳକଙ୍କର ଦୁଃଖ ସୁଖକୁ ବୁଝି ନେଉଥିବେ ଏବଂ ବାଳକ ଯେପରି ତାଙ୍କ ବାପା ପରି ଗୋଟେ ଯୋଦ୍ଧା ଏବଂ ଆତ୍ମିକ ଶକ୍ତିରେ ସେ ମଣ୍ଡଳୀ, ବୃହତ୍ ମଣ୍ଡଳୀକୁ ସେ କଢାଇ ନେଇ ପାରିବେ। ଏଥିପାଇଁ ମୁଁ ମଣ୍ଡଳୀର ସମସ୍ତ କର୍ମକର୍ତ୍ତା, କର୍ମକର୍ତ୍ରୀ ଏବଂ ସଭ୍ୟ ସଭ୍ୟାଙ୍କୁ ମୁଁ ଏତିକି ଅନୁରୋଧ କରେ, ବାଳକଙ୍କ ପାଇଁ ଆପଣମାନେ ସମସ୍ତେ ସପକ୍ଷବାଦୀ ହେଉଥିବେ, ତାଙ୍କ ପଛରେ ଆପଣମାନେ ରହିଥିବେ, ତାଙ୍କ ପାଇଁ ସବୁବେଳେ
ମାନଙ୍କ ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ। ସମ୍ମିଳନୀ ମଧ୍ୟ ଅନୁରୋଧ କରେ ତାଙ୍କ ନିମନ୍ତେ ସମ୍ମିଳନୀ ବି ପ୍ରାର୍ଥନାରେ ରଖୁଥିବେ। ଆଉ ବିଶେଷ କରି ପ୍ରତ୍ୟେକ ବାଳକ ମାନଙ୍କୁ ଅନୁରୋଧ କରେ ଯେ ଛେଳିକ ମଣ୍ଡଳୀର ବାଳକ ନିମନ୍ତେ ସମସ୍ତେ ପ୍ରାର୍ଥନାରେ ରଖୁଥିବେ। ପ୍ରଭୁ ବାଳକଙ୍କୁ ତା ପରିବାରକୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।